ଝାରସୁଗୁଡ଼ା ଜିଲ୍ଲାରେ ଖରିଫ ବିପଣନ ବର୍ଷ 2025-2026 ରବି ଧାନ ସଂଗ୍ରହ ନିମନ୍ତେ ଝାରସୁଗୁଡ଼ା ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ଝାରସୁଗୁଡ଼ା ଶ୍ରୀଯୁକ୍ତ କୁଣାଲ ମତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଧାୟକ ଝାରସୁଗୁଡ଼ା ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ, ଅଧ୍ୟକ୍ଷା ଜିଲ୍ଲା ପରିଷଦ ଶ୍ରୀମତୀ ତୁଳାବତୀ ମିଞ୍ଜ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବ୍ରଜବନ୍ଧୁ ଭୋଇ ମଞ୍ଚାସୀନ ଥିଲେ। ସଭା ଆରମ୍ଭରେ ବେସାମରିକ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ଦୁର୍ଗାଚରଣ ବେଶ୍ରା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଏ ବର୍ଷ ରବି ଋତୁରେ କିଭଳି ଭଲ ଭାବରେ ଧାନ କିଣାଯାଇପାରିବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଚୌହାନ ଚଳିତ ରବି ଋତୁରେ ନିମନ୍ତେ ଜିଲ୍ଲାର ମୋଟ 2346 ଚାଷୀ ଧାନ ବିକ୍ରୟ ନିମନ୍ତେ ପଞ୍ଜୀକରଣ କରିଥିବା ଏବଂ ମୋଟ 28 ଗୋଟି ପ୍ରାଥମିକ ସମବାୟ ସମିତି ମାଧ୍ୟମରେ ଯୋଗ୍ୟ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ ବିଷୟରେ ସୂଚନା ପ୍ରଦାନ କରିଥିଲେ। ବିଷୟରେ ବୈଠକରେ ଆଲୋଚନା ପ୍ରକାରେ ଆସନ୍ତା 25 ତାରିଖ ଠାରୁ ଜିଲ୍ଲାରେ ଧାନ ସଂଗ୍ରହ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବୈଠକରେ ମାନ୍ୟବର ବିଧାୟକ ଝାରସୁଗୁଡ଼ା ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ ଜିଲ୍ଲାକୁ ବାହାର ରାଜ୍ୟର ଧାନ ପ୍ରବେଶ ଉପରେ ରୋକ ଲଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଜିଲ୍ଲାରେ ସୁରୁଖୁରୁରେ କିପରି ରବି ଧାନ ସଂଗ୍ରହ ସମ୍ପନ୍ନ ହେବ ସେଥିପାଇଁ ଧାନ କ୍ରୟ କମିଟିର ସଦସ୍ୟ, ଚାଷୀ ପାକ୍ସ ପ୍ରତିନିଧି ଏବଂ ଅଧିକାରୀମାନଙ୍କ ସହଯୋଗ କାମନା କରିଥିଲେ। ଏଥିସହ ଚାଷୀଙ୍କ ପଞ୍ଜୀକରଣ ବଢ଼ିଥିବାରୁ ଏବଂ ଖରିଫ ଋତୁରେ ଆମ ଜିଲ୍ଲାର ସମସ୍ତ ଧାନ ବିକ୍ରି ହୋଇଥିବାରୁ ଖୁସି ବ୍ୟକ୍ତ କରିଥିଲେ। ଧାନ କ୍ରୟ ସମୟରେ ବର୍ଷାର ସମ୍ଭାବନା ଥିବାରୁ ଏବଂ ବିଦ୍ୟାଳୟଗୁଡ଼ିକ ଛୁଟି ଥିବାରୁ ସେଠାରେ ଆବଶ୍ୟକ ସ୍ଥଳେ ରଖାଯାଇପାରିବ ବୋଲି ମଧ୍ୟ ମତ ବ୍ୟକ୍ତ କରିଥିଲେ। ଆଉ ମଧ୍ୟ ଦରକାର ପଡ଼ିଲେ ଆଖ ପଞ୍ଚାୟତ ମାନଙ୍କରେ ସୁରକ୍ଷିତ ଭାବେ ଧାନ ଗଚ୍ଛିତ କରି ରଖାଯାଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ଏଥିସହ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ନନ୍ଦ ଚାଷୀଙ୍କ ପଞ୍ଜୀକରଣ ସୋସାଇଟି ମାଧ୍ୟମରେ ପଞ୍ଜୀକରଣ ସାମୂହିକ ସଚେତନତା ମାଧ୍ୟମରେ ଚାଷୀ ଉପକୃତ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ଏଥିସହ ମୁଗ, ବିରି, ସୋରିଷକୁ ପ୍ରୋତ୍ସାହିତ କରିବା ସହିତ ଗତ ବର୍ଷ ତୁଳନାରେ ଏ ବର୍ଷ ଚାଷୀମାନଙ୍କର ରବି ଧାନ ଠିକ୍ ଭାବରେ ବିକିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଚାଷୀମାନେ ମଣ୍ଡିଗୁଡ଼ିକରେ ସମସ୍ତ ସୁବିଧା ଉପଲବ୍ଧ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ସହିତ 75 କେଜିକୁ 2ଟି ପର୍ଯ୍ୟାୟରେ ଅନୁମତି ଦେବାକୁ ପାଇଁ ଅନୁରୋଧ କରିଥିଲେ। ବିଧାୟକ ଶ୍ରୀଯୁକ୍ତ ତ୍ରିପାଠୀଙ୍କ ପ୍ରଚେଷ୍ଟାରେ ଗତ ଖରିଫରେ ଗଚ୍ଛିତ ଚାଉଳକୁ ତୁରନ୍ତ ଗୋଦାମରୁ ନେବାରେ ବଳିଷ୍ଠ ପଦକ୍ଷେପ ନେଇଥିବାରୁ ଏ ବର୍ଷ ମଧ୍ୟ ଧାନ କ୍ରୟ ସୁଚାରୁ ଭାବେ ସମ୍ପାଦିତ କରିବା ପାଇଁ ବିଧାୟକଙ୍କ ସହଯୋଗ କାମନା କରାଯାଇଥିଲା। ଏଥିସହିତ ଜିଲ୍ଲାପାଳ ଶ୍ରୀଯୁକ୍ତ ଚୌହାନଙ୍କ ତତ୍ତ୍ୱାବଧାନରେ ଗତ ଖରିଫ ଋତୁରେ ଯେପରି ସୁରୁଖୁରୁରେ ଧାନ କିଣାଯାଇଥିଲା ଏ ବର୍ଷ ରବି ଋତୁରେ ମଧ୍ୟ ଜିଲ୍ଲାପାଳଙ୍କ ଦିଗ୍ଦର୍ଶନରେ ଧାନ କିଣାଯିବା ଉପରେ ସମସ୍ତେ ଆଶା ବ୍ୟକ୍ତ କରିଥିଲେ। ବୈଠକରେ ଚାଲୁ ଧାନ ସଂଗ୍ରହ ପ୍ରକ୍ରିୟା, ଟୋକେନ୍ ବ୍ୟବସ୍ଥା, ଚାଷୀଙ୍କ ସୁବିଧା, ମଣ୍ଡି ପରିଚାଳନା ଓ ମୂଳଭୂତ ସୁବିଧା ଉପରେ ଆଲୋଚନା କରାଯାଇଥିଲା। ଏହାସହ ଧାନ କ୍ରୟରେ କୌଣସି ପ୍ରକାର ଅସୁବିଧା ହେଲେ ସେସବୁର ତୁରନ୍ତ ସମାଧାନ କରିବାକୁ ଆବଶ୍ୟକ ପଦକ୍ଷେପ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହିତ ସମୀକ୍ଷାରେ ଧାନ ସଂଗ୍ରହର ଲକ୍ଷ୍ୟ, ନିବନ୍ଧିତ ଚାଷୀଙ୍କ ସଂଖ୍ୟା, ଟୋକେନ୍ ଇସ୍ୟୁ ଓ ଉଠାଣ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ମଣ୍ଡିରେ ଭଲ ପରିଚାଳନା, ସମୟଯୁକ୍ତ ଧାନ ଉଠାଣ, ଚାଷୀଙ୍କୁ ସହଜ ସୁବିଧା ଯୋଗାଇବା, ଅଧିକ ଟାର୍ଗେଟ ଦେବା, ସମବାୟ ସମିତି ଗୁଡ଼ିକରେ କୌଣସି ଅସୁବିଧା ନ ହେବା, ଟୋକନ ମିଳିବାରେ କୌଣସି ସମସ୍ୟା ନ ହେବା, ଚାଷୀର ଟୋକନ ଯେପରି ଫେରାଇ ଦିଆ ନଯିବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଜୋର ଦିଆଯାଇଥିଲା। ଅନ୍ୟମାନଙ୍କ ଉପରେ ଡିଆର୍ସିଏସ୍ ମମତା ରାଣୀ କୁଜୁର, ଏଆର୍ସିଏସ୍ ରମେଶ ଚନ୍ଦ୍ର ଟୋପୋ, ସେକ୍ରେଟାରୀ ନିୟନ୍ତ୍ରିତ ବଜାର କମିଟି ସୁଜିତ କୁମାର ମହାପାତ୍ର, ସରକାରୀ ଯୋଗାଣ ଅଧିକାରୀ ଜୟନ୍ତ କୁଣ୍ଡୁ, ସୂର୍ଯ୍ୟ କୁମାର ପାଣିଗ୍ରାହୀ, ମିଲର କୃଷକମାନେ ଉପସ୍ଥିତ ଥିଲେ। ଝାରସୁଗୁଡ଼ାରୁ ଘନଶ୍ୟାମ ପଢ଼ିଆରୀଙ୍କ ରିପୋର୍ଟ, ଓଡ଼ିଆ ଭାସ୍କର।